ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡରେ ବଢ଼ିଛି କେନ୍ଦୁପତ୍ର ଚୋରା ଚାଲାଣ। ତେବେ କାଁ ଭାଁ ଧରାପଡ଼ୁଥିବା ବେଳେ ଅଧିକାଂଶ ଗାଡ଼ି ଚତୁରତାର ସହିତ ପାର ହୋଇଯାଉଛି। ସେହି କ୍ରମରେ ଗତ ରାତିରେ ବଡ଼ମାଳ ଓ ଚାରମାଳ ବନାଞ୍ଚଳର କର୍ମଚାରୀମାନେ କେନ୍ଦୁପତ୍ର ବୁଝେଇ ହୋଇଯାଉଥିବା ଗୋଟିଏ ପିକଅପ୍ ଭ୍ୟାନର ପିଛା କରି ମୋଚିବାହାଲ ପଞ୍ଚାୟତ ରାମବଡ଼ମାଳ ଜାତୀୟ ରାଜପଥରେ ଗାଡ଼ିଟିକୁ ଜବତ କରିଥିଲେ ବି ମାଫିଆମାନେ କିନ୍ତୁ ଫେରାର ମାରିଥିଲେ। ପରେ ସେହି ପିକଅପ୍ ଭ୍ୟାନରୁ 248 ବଣ୍ଡଲ ଅର୍ଥାତ୍ 12 କ୍ୱିଣ୍ଟାଲ 40 କେଜି କେନ୍ଦୁପତ୍ରକୁ ଜବତ କରିଛି ବନ ବିଭାଗ। ସେପଟେ ଅଦ୍ୟାବଧି କୌଣସି ବଡ଼ ଗାଡ଼ି ଧରିବାରେ ବନ ବିଭାଗ ସଫଳ ହୋଇନଥିବା ବେଳେ କେବଳ କିଛି ଭ୍ୟାନ୍ ଜବତ କରିବାରେ ସକ୍ଷମ ହୋଇଛି। नमस्कार। ସମ୍ବଲପୁର ଜିଲ୍ଲାରୁ ବିନୋଦ କୁମାର ସେଠୀଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।